କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମଲ୍ଲିପଡ଼ି ଗାଁର ଜିତୁ ମୁଣ୍ଡା କଥା ମୁଁ ଭୁଲିପାରୁନି। 2 ମାସ ତଳେ ତାଙ୍କର ଭଉଣୀ କାଲର ମୁଣ୍ଡା ମରିଗଲେ। ଭଉଣୀ ବ୍ୟାଙ୍କରେ 19,300 ଟଙ୍କା ଅଛି। ଅପଠୁଆ ଜିତୁ ବହୁ ଥର ବ୍ୟାଙ୍କ ଦୌଡ଼ିଲେ ଟଙ୍କା ଉଠାଇବା। ବ୍ୟାଙ୍କ କର୍ମଚାରୀ କହିଲେ ଯାହା ନାଁରେ ଖାତା ସେ ନ ଆସିଲେ ହେବ ନାହିଁ। ସେ ଆସି ଦସ୍ତଖତ କରି ଟଙ୍କା ଉଠାଇଲେ। ଜିତୁ ଯେତେ କହିଲେ ଯେ ସେ ମରିଗଲେଣି କେହି ବିଶ୍ୱାସ କଲେନି। ତେଣୁ ଅନ୍ୟ ଉପାୟ ନ ପାଇ ସେ 2 ମାସ ତଳେ ମାଟିରେ ପୋତା ଯାଇଥିବା ମୃତ ଭଉଣୀର କଙ୍କାଳ ଓ ଶବକୁ ଧରି ବ୍ୟାଙ୍କରେ ପହଞ୍ଚିଥିଲେ। କଥା ଏତିକିରେ ସରିନାହିଁ। ବ୍ୟାଙ୍କ ବାଲାଏ ଗ୍ରିଲରେ ଚାବି ପକାଇ ପୋଲିସ ଡାକିଲେ। ଲୋକ ଜମା ହୋଇ ମୂର୍ଖ ଲୋକଟିର ଥଟ୍ଟା ମଜା କଲେ। ସେ ଭିଡ଼ିଓ ଦେଖି ହେବନି, ନିଜକୁ ଖରାପ ଲାଗିବ। ସରକାରୀ ବ୍ୟବସ୍ଥା ଲୋକଙ୍କ ପାଇଁ ଅଛି, କିନ୍ତୁ ସେହି ବ୍ୟବସ୍ଥା ପାଇଁ ମୂର୍ଖ ଲୋକଟିର ଏ ଅବସ୍ଥା ହେଲା। ଏ ହେଉଛି ଆମ ସରକାରୀ ବ୍ୟବସ୍ଥା। ଜଣେ ଅଶିକ୍ଷିତ ଲୋକକୁ ବ୍ୟାଙ୍କରେ ବସିଥିବା ଏକାଧିକ ଶିକ୍ଷିତ ବାବୁ ସାହାଯ୍ୟ କରିପାରିଲେ ନାହିଁ। ଏହି ଅଶିକ୍ଷିତ ଅସହାୟ ମଣିଷଟି ପାଇଁ ସରକାରୀ ନିୟମ ଟିକେ ମୋଡ଼ି ଦେଇଥିଲେ କ'ଣ ଅସୁବିଧା ହୋଇଥାନ୍ତା? ଦୁର୍ନୀତି କଲାବେଳେ ତ ଆମେ ସରକାରୀ ନିୟମକୁ ଫୁ କରିଦେଇଛୁ। ଗରିବ ଲୋକଟି ପାଇଁ କିନ୍ତୁ କରାଯାଇପାରିଲା ନାହିଁ। ଇଏ ହେଉଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜିଲ୍ଲାର ଅବସ୍ଥା।